ବାହାଘର ଗୋଟିଏ ଝିଅର ସଂସାର ବଦଳାଇ ଦିଏ। ବାହାଘର ପୂର୍ବରୁ ଭାତ ଥାଳିରେ ଏଇଟା ଖାଇବିନି ସେଇଟା ଖାଇବିନି କହି ଖାଇବା ଥାଳିରୁ ମୁଠାଏ ଖାଇ ଉଠି ଯାଉଥିବା ଝିଅଟି ଆଉ କାହା ଘରେ ବଳୁଥିବା ତା ନା ପସନ୍ଦର ଖାଦ୍ୟ ହେଲେ ବି ଅମୃତମଣି ଖାଇଦିଏ। ନିଜ ଘରେ ଅଳି ଅଝଟ ରାଗ ଅଭିମାନ କରୁଥିବା ଝିଅଟି ବାହା ହୋଇ ପରଘରକୁ ଗଲେ ସେ ସବୁ ଭୁଲିଯାଏ। ସେ ଅନ୍ୟ କାହାର ରାଗ ରୁଷା ଗାଳି ସହିବା ପାଇଁ ନିଜକୁ ପ୍ରସ୍ତୁତ କରେ। ବାହାଘର ପୂର୍ବରୁ ନିଜ ଖୁସିରେ ଖୋଲା ଆକାଶରେ ଉଡ଼ି ବୁଲୁଥିବା ଝିଅଟି ବାହାଘର ପରେ ଏରୁଣ୍ଡି ବନ୍ଧ ଡେଇଁବା ପାଇଁ ବି ଅନ୍ୟ କାହାର ଅନୁମତିକୁ ଅପେକ୍ଷା କରେ। ସତରେ କେତେ ବିଚିତ୍ର ଏଇ ନାରୀ ଜୀବନ। ଗୋଟିଏ ଶବ୍ଦ ମାତ୍ର ବାହାଘର ତାର ପୁରା ସଂସାର ବଦଳାଇ ଦିଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। କଳିଯୁଗ କଥା। ମେଡ଼ିକାଲ ଦୋକାନୀ କଇଁଚି ବାନ୍ଧି ରଖନ୍ତି, ବଡ଼ ଘର ଲୋକ କୁକୁର ବାନ୍ଧି ରଖନ୍ତି, ବ୍ୟାଙ୍କ କର୍ମଚାରୀ ପେନ୍କୁ ବାନ୍ଧିକି ରଖନ୍ତି, ଜେରକ୍ସ ଦୋକାନୀ ଷ୍ଟାପ୍ଲର ବାନ୍ଧିକି ରଖନ୍ତି, ସ୍ତ୍ରୀ ସ୍ୱାମୀର ମୁହଁ ବନ୍ଦ କରି ରଖନ୍ତି, ପିଇବା ପାଣି ଯୋଗାଉଥିବା ଲୋକ ଗ୍ଲାସକୁ ବାନ୍ଧି ରଖନ୍ତି, କଚେରୀ କର୍ମଚାରୀ ଚୌକି ବାନ୍ଧି ରଖନ୍ତି, ରେଲୱେ କର୍ମଚାରୀ ଟଏଲେଟରେ ମଗ ବାନ୍ଧି ରଖନ୍ତି। କାହିଁକି ଜାଣିଛନ୍ତି? କାହିଁକି ନା ଏଠି କାହାରି ବି କାହା ଉପରେ ଟିକିଏ ହେଲେ ଭରସା ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ କେହି ଜଣେ ପଚାରିଲେ ସ୍ୱାମୀ ଆଉ ସ୍ତ୍ରୀ ମଧ୍ୟରେ ଫରକ କ'ଣ? ଜଣେ ବ୍ୟକ୍ତି ଅତି ସୁନ୍ଦର ଆଉ ଚମତ୍କାର ଉତ୍ତରଟିଏ ଦେଲେ। ସିଏ କହିଲେ, ସବୁ ସ୍ୱାମୀ କୁହନ୍ତି ଯେ ଜୀବନ ସାରା ମୁଁ ମୋ ସ୍ତ୍ରୀକୁ ରାଣୀ ପରି ରଖିବି, ହେଲେ ମୁଁ ମୋ ସ୍ୱାମୀକୁ ଜୀବନ ସାରା ରାଜା ଭଳି ରଖିବି, ଏ କଥା କେବେ କେଉଁ ସ୍ତ୍ରୀ କହିବାର ଆପଣ ଶୁଣିଛନ୍ତି କି? ଏ ହେଉଛି ସ୍ୱାମୀ ଆଉ ସ୍ତ୍ରୀ ମଧ୍ୟରେ ଫରକ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ କର୍ମର ଅଦାଲତରେ ଯୁକ୍ତି ଚାଲେ ନାହିଁ, ସେଠାରେ କେବଳ ହିସାବ ହୋଇଥାଏ। ଆଜି ଯେତେ ବିଷ ବାଣ୍ଟିବେ କାଲି ସେତେ ବିଷ ଆପଣ ନିଜକୁ ହିଁ ପିଇବାକୁ ପଡ଼ିବ। ଆଉ ଗୋଟିଏ କଥା ମନେ ରଖନ୍ତୁ, ଏହି ହିସାବରୁ କେହି ବାଦ ପଡ଼ିବେ ନାହିଁ। ସମସ୍ତଙ୍କର ପାଳି ନିଶ୍ଚୟ ଆସେ। ତେଣୁ ଆପଣ ଚିନ୍ତା କରନ୍ତୁ, ଆପଣ କ'ଣ ବାଣ୍ଟିବେ, ବିଷ ନା ଅମୃତ? କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।